जय श्री जगन्नाथ। नमस्कार। सकाळ खबर जेन विजन आपण मानक जनाऊँ हार्दिक अभिनंदन। आसतु किसी गुरुत्वपूर्ण घटना किसी दुर्घटना पर नजर पकेबा पूर्वर आज 9 तारीख सोमवार कौन रही ओडिशार पाणीपागर खबर आसतु पूरा भिजुआल सहित देखिनवा खबर पर नजर। 3 दिन प्रबल वर्षा ଏହି ଜିଲ୍ଲାକୁ ପ୍ରବଳ ବର୍ଷାକୁ ନେଇ ସତର୍କ ସୂଚନା। ବର୍ତ୍ତମାନ ଯେଉଁ ଯାହା ଅପଡେଟ୍ ଖବର ସାମ୍ନାକୁ ଆସୁଛି କମିବ ତାପମାତ୍ରା। ଘୂର୍ଣ୍ଣିବଳୟ ପ୍ରଭାବରେ 3 ଦିନ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଉତ୍ତର ଓଡ଼ିଶା ଏବଂ ସଂଲଗ୍ନ ବଙ୍ଗୀୟ ପଶ୍ଚିମ ବଙ୍ଗ ଉପରେ ଏକ ସମୁଦ୍ର ପତନ ଠାରୁ 0.9 କିଲୋମିଟର ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ପ୍ରଭାବରେ ଆଜିଠୁ 3 ଦିନ ବର୍ଷା ହେବ ଏବଂ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆସନ୍ତାକାଲି ପର୍ଯ୍ୟନ୍ତ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ସମ୍ଭାବନା। ଆଜି ଯେଉଁ 4 ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ଏନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ। ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। ଏହି ଜିଲ୍ଲାଗୁଡ଼ିକୁ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ସହ 40ରୁ 50 କିଲୋମିଟର ପବନ ବହିବାର ସମ୍ଭାବନା ଅଛି। ସେହିପରି ଆଜି ଯେଉଁ 22ଟା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି 9 ତାରିଖ ଆଉ ଯେଉଁଭଳି ରହିଛି ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଜିଲ୍ଲାରେ ହାଲକାରୁ ମଧ୍ୟମ ଧରଣର ବର୍ଷା ସହ ବିଜୁଳି ଘଡ଼ଘଡ଼ିର ସମ୍ଭାବନା ରହିଛି। ଅନ୍ୟ ଜିଲ୍ଲାମାନଙ୍କରେ ପାଗ ଶୁଖିଲା ରହିବ। 10 ତାରିଖରୁ ପୁଣି ପାଗ ଶୁଖିଲା ରହିବ ବୋଲି ଆକଳନ କରୁଛି ଭାରତୀୟ ପାଣିପାଗ ବିଭାଗ। 10ରେ ପୁଣି ପାଗ ଶୁଖିଲା ରହିବ ତେଣୁ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। କିନ୍ତୁ ଦର୍ଶକ ବନ୍ଧୁ ଆମେ କହି ରଖୁଛୁ ଓଡ଼ିଶାରେ ପ୍ରବଳ ବର୍ଷାକୁ ନେଇ ମଧ୍ୟ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ଭାରତୀୟ ପାଣିପାଗ ବିଭାଗ ତରଫରୁ ଯେଉଁ ଆକଳନ କରାଯାଇଛି ଓଡ଼ିଶାରେ ଅନେକ ଜିଲ୍ଲାରେ ବର୍ଷା ରହିବ। ପାଖାପାଖି 10 ତାରିଖ ବେଳେ ପାଗ ତ ମୁଖ୍ୟତଃ ଶୁଖିଲା ରହିପାରେ ବୋଲି ଆକଳନ କରୁଛି ଭାରତୀୟ ପାଣିପାଗ ବିଭାଗ। କିନ୍ତୁ ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷାକୁ ନେଇ ମଧ୍ୟ ସତର୍କ ସୂଚନା ମଧ୍ୟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ଦର୍ଶକ ବନ୍ଧୁ ଏଭଳି ଏକ ସ୍ଥିତିରେ ଓଡ଼ିଶାରେ ରହିଛି ଅନେକ ଜିଲ୍ଲା ରହିଛି, ସେଥିପାଇଁ ଭଦ୍ରକ, ବାଲେଶ୍ୱର, କଟକ, ପୁରୀ, ଗଞ୍ଜାମ, ଗଜପତି, ରାଉରକେଲା, ଢେଙ୍କାନାଳ, ପାରାଦୀପ, ସମ୍ବଲପୁର, ବରଗଡ଼ ଏହି ଜିଲ୍ଲାମାନଙ୍କରେ ଅତି ପ୍ରବଳରୁ ବର୍ଷା ହୋଇପାରେ ବୋଲି ମଧ୍ୟ ଆକଳନ କରୁଛି ଭାରତୀୟ ପାଣିପାଗ ବିଭାଗ। କିନ୍ତୁ ଭାରତୀୟ ପାଣିପାଗ ବିଭାଗ ତାର ପୂର୍ବାନୁମାନ କରିଛି। କିନ୍ତୁ ବର୍ତ୍ତମାନ ଓଡ଼ିଶାରେ ଦେଖିବାକୁ ମିଳିଛି ଯେଉଁଭଳି ରହିଛି କୁହୁଡ଼ି ମଧ୍ୟ ଦେଖିବାକୁ ମିଳୁଛି। ଅନେକ ଜିଲ୍ଲା କଥା ଯଦି କହିପାରିବା ବାଲେଶ୍ୱର, ଭଦ୍ରକ, କଟକ, ପୁରୀ, ଗଞ୍ଜାମ, ଗଜପତି, ରାଉରକେଲା ଏହି ସ୍ଥାନମାନଙ୍କରେ ପ୍ରବଳ କୁହୁଡ଼ି ଦୃଶ୍ୟମାନ ହେଉଛି। ଅନେକ ଜାଗାରେ କୁହୁଡ଼ିର ଦୃଶ୍ୟମାନ ହେଉଥିବାର ମଧ୍ୟ ଦେଖିବାକୁ ମିଳୁଛି। କିନ୍ତୁ ପରିବହନ ପକ୍ଷରୁ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି କିପରି ଭାବରେ କୁହୁଡ଼ିକୁ ପ୍ରତିହତ କରାଯାଇପାରିବ। ସେଥିମଧ୍ୟରୁ ପ୍ରତ୍ୟେକ ବାଇକ୍ ଚାଳକ ପାଇଁ ମଧ୍ୟ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। କିନ୍ତୁ ପରିବହନ ପକ୍ଷରୁ ଯେଉଁଭଳି ଦିଆଯାଇଛି ସତର୍କ ଘଣ୍ଟି ଦିଆଯାଇଛି, ଆପଣ ନିଶ୍ଚିତ ଭାବରେ କୁହୁଡ଼ିକୁ ଦେଖି ଗାଡ଼ି ଚଳାଚଳ କରନ୍ତୁ ଏବଂ ବ୍ରେକ୍ ଲାଇଟ୍ ଦେଇ ବ୍ୟବହାର କରନ୍ତୁ ଏବଂ ସବୁବେଳେ ପାଇଁ ହେଲମେଟ୍ ବ୍ୟବହାର କରନ୍ତୁ। ସେଥିପାଇଁ ପ୍ରଶାସନ ତରଫରୁ ପୋଲିସ ପ୍ରଶାସନ ତରଫରୁ ସଚେତନ କାର୍ଯ୍ୟକ୍ରମ ମଧ୍ୟ କରାଯାଇଛି ଏବଂ ପ୍ରତ୍ୟେକ ଲୋକମାନେ କିପରି କୁହୁଡ଼ିରୁ ରକ୍ଷା ପାଇପାରିବେ ସେଥିପାଇଁ ଦିଆଯାଇଛି। କିନ୍ତୁ ପରିବହନ ରାସ୍ତାଘାଟ ଶୂନଶାନ ଥିବାରୁ ଏବଂ ଯେଉଁ କିଛି ନ ଦେଖା ହେଉଥିବାରୁ ସେମାନଙ୍କୁ ମଧ୍ୟ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି। କିଛି ଭିଜୁଆଲ୍ ସକାଳର କିଛି ଭିଜୁଆଲ୍ ମାଧ୍ୟମରେ ଦେଖିପାରୁଥିବେ ଆକାଶ ମୁଖ୍ୟତଃ ରହିଛି ବର୍ଷା ରହିଥିବାର ମଧ୍ୟ ଦେଖିବାକୁ ମିଳୁଛି। ବିଜୁଳି ଘଡ଼ଘଡ଼ି ସହିତ ବର୍ଷାର ମଧ୍ୟ ଦେଖିବାକୁ ମିଳୁଛି। କିନ୍ତୁ ଅନେକ ଜିଲ୍ଲାରେ ବର୍ଷା ସହିତ ଘଡ଼ଘଡ଼ି ସହିତ ବର୍ଷାର ମଧ୍ୟ ସମ୍ଭାବନା ଅଧିକ ଥିବାରୁ ଭାରତୀୟ ପାଣିପାଗ ତାର ପୂର୍ବାନୁମାନ ମଧ୍ୟ କରିଛି। ଓଡ଼ିଶାର ଅନେକ ଜିଲ୍ଲାରେ ବର୍ଷା ସହିତ ବିଜୁଳି ଘଡ଼ଘଡ଼ି ସହିତ ବର୍ଷାର ମଧ୍ୟ ସମ୍ଭାବନା ଥିବାରୁ ଭାରତୀୟ ପାଣିପାଗ ତାର ପୂର୍ବାନୁମାନ ମଧ୍ୟ କରିଛି। ଦର୍ଶକ ବନ୍ଧୁ କିଛି ଭିଜୁଆଲ୍ ମାଧ୍ୟମରେ ଆମେ ସ୍ପଷ୍ଟ ଚିତ୍ର ଦେଖାଉଛୁ, ଯେଉଁ ଦୃଶ୍ୟ ଆମେ ଆପଣମାନଙ୍କ ପାଖରେ ରଖୁଛୁ। ଯେଉଁଭଳି ଦେଖିବାକୁ ମିଳିଛି ଅନେକ ଜିଲ୍ଲାରେ ମଧ୍ୟ ରହିଛି। କିନ୍ତୁ ଆଜିଠାରୁ ପ୍ରବଳ ବର୍ଷା ହୋଇପାରେ ବୋଲି ମଧ୍ୟ ଆକଳନ କରୁଛି ଭାରତୀୟ ପାଣିପାଗ ବିଭାଗ। ଯେଉଁଭଳି ଭାବରେ ଶୁଖିଲା ରହିବ ଏବଂ ପୂର୍ବାନୁମାନରେ ପାଣିପାଗ ବିଭାଗ କହିଛି। କିନ୍ତୁ ଅନ୍ୟ ପକ୍ଷରେ ରାଜ୍ୟରେ ଗ୍ରୀଷ୍ମ ପ୍ରଭାବ ଜାରି ରହିଛି। କାଳବୈଶାଖୀ ପ୍ରଭାବ ଏବଂ ଯେଉଁଭଳି ରହିଛି ଆଜି ସୋମବାର କିଛି ସ୍ଥାନରେ ପ୍ରବଳ ବର୍ଷା ଉପକୂଳ ଓଡ଼ିଶାରେ, ଉତ୍ତର ଓଡ଼ିଶାରେ
ଏକ ବିକ୍ଷିପ୍ତ ସ୍ଥାନରେ ବର୍ଷା ହୋଇପାରେ, କିନ୍ତୁ ବଡ଼ ଧରଣର ବା ବିସ୍ତୃତ ଅଞ୍ଚଳରେ ବର୍ଷାର ସମ୍ଭାବନା ନାହିଁ। ଏଥିମଧ୍ୟରୁ ଯେଉଁଭଳି ଦିଆଯାଇ ସୋନପୁର ଦିନ ତାପମାତ୍ରା ସର୍ବାଧିକ 37.7 ଡିଗ୍ରୀ ସେଲସିୟସ୍ ରହୁଥିବା ବେଳେ ଟିଟିଲାଗଡ଼ର ରହିଛି 37.6 ଏବଂ ସମ୍ବଲପୁର, ବ୍ରହ୍ମପୁର, ବଲାଙ୍ଗୀରରେ ରହିଛି 36.4 ଏବଂ ଝାରସୁଗୁଡ଼ାରେ 36.2 ଏବଂ ନବରଙ୍ଗପୁରରେ ରହିଛି 36 ପଏଣ୍ଟ ରହିଛି। ଏଇଭଳି ଭାବରେ ଟେମ୍ପରେଚର ରହିଛି ଏବଂ ଆମେ ଷଷ୍ଠ ଚିତ୍ର ଦେଖାଉଛୁ ଯେଉଁଭଳି ଭାବରେ ଅନ୍ୟ ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆଜି ଆକଳନ ମଧ୍ୟ କରିଛି ଭାରତୀୟ ପାଣିପାଗ ବିଭାଗ। ଭାରତୀୟ ପାଣିପାଗ ବିଭାଗ ତାର ପୂର୍ବାନୁମାନ କରିଛି ଓଡ଼ିଶାର ଅନେକ ଜିଲ୍ଲାରେ ବର୍ଷା ସହିତ ବିଜୁଳି ଘଡ଼ଘଡ଼ି ସହିତ ବର୍ଷାର ସମ୍ଭାବନା ଥିବାରୁ ଭାରତୀୟ ପାଣିପାଗ ତାର ପୂର୍ବାନୁମାନ ମଧ୍ୟ କରିଛି। ଦର୍ଶକ ବନ୍ଧୁ ଆମେ କିଛି ଦୃଶ୍ୟ ମାଧ୍ୟମରେ ଦେଖାଉଛୁ ଅନ୍ୟ ଜିଲ୍ଲାମାନଙ୍କରେ ଯେଉଁଭଳି ରହିଛି। ବର୍ତ୍ତମାନ ଆଜି ମାର୍ଚ୍ଚ ମାସରେ 9 ତାରିଖ ସୋମବାର, এই সোমবারে কালবৈশাখীর প্রবল কালবৈশাখীর হইপারে বলে পাখাপাখি 3 দিন যেভাবে বর্ষা সহিত রহব তাহা মধ্য কালবৈশাখীর প্রভাব ওড়িশা উপরে পড়ব। এই কালবৈশাখী সহিত ভদ্রক, বালেশ্বর, কটক, পুরী, গঞ্জাম এই জিল্লাମାନଙ୍କରେ প্রবল কালবৈশাখীর বর্ষার সম্ভাবনা অধিক থিবারু ভারতীয় পাଣିপাগ তার পূর্বানুমান ମଧ୍ୟ କରିଛି। দর্শক বন্ধু আমি কিছু ভিজুয়াল মাধ্যমে যে সকালের কিছু দৃশ্য ଆପଣଙ୍କ ସାମ୍ନାରେ ରଖୁଛୁ ଯେଉଁଭଳି ଭାବରେ ଓଡ଼ିଶାରେ ରହିଛି ବର୍ଷା, ବିଜୁଳି ଘଡ଼ଘଡ଼ି ସହିତ ବର୍ଷାର ସମ୍ଭାବନା ଥିବାରୁ ଭାରତୀୟ ପାଣିପାଗ ତାର ପୂର୍ବାନୁମାନ କରିଛି। ଦର୍ଶକ ବନ୍ଧୁ କିଛି ଦୃଶ୍ୟ ମାଧ୍ୟମରେ ଆମେ ସ୍ପଷ୍ଟ ଚିତ୍ର ଦେଖାଉଛୁ ଆପଣମାନଙ୍କୁ। ଦେଖନ୍ତୁ କିପରି ଭାବରେ ଓଡ଼ିଶାରେ ରହିଛି ତୁହାକୁ ତୁହା ବର୍ଷା ସହିତ ହାଲକାରୁ ବର୍ଷା, ପବନ, ଝଡ଼ ବତାସ ହୋଇପାରେ ବୋଲି ମଧ୍ୟ ଆକଳନ କରୁଛି। କିନ୍ତୁ ଅନ୍ୟ ରାଜ୍ୟମାନଙ୍କର ଯଦି ଦେଖିବା ଦିଲ୍ଲୀ, ଜାମ୍ମୁ କାଶ୍ମୀର, ଲଦାଖ এই স্থানকরে এপর্যন্ত বরফ রয়েছে এবং ঠান্ডা মধ্যে অনুভূত হচ্ছে। কিন্তু অনেক জেলা, অনেক রাজ্য কথা যদি কহবা 12টি রাজ্যের পাখাপাখি বর্ষা সহিত বিজুড়ি ঘড়ঘড়ি সহিত বর্ষার মধ্যে সম্ভাবনা রয়েছে ভারতীয় পাଣିপাগ তার পূর্বানুমান করেছি। দর্শক বন্ধু কিছু দৃশ্য মাধ্যমে আমি স্পষ্ট চিত্র করুছু যে ভারতীয় পাଣିপাগ যা পূর্বানুমান করেছি অনেক জেলার রয়েছে এবং তাহা বর্তমান দিনের টেম্পরেচর রয়েছে এবং গ্রীষ্ম প্রভাব জারি রহুଥିବା ବେଳେ ରାତିରେ ହାଲକାରୁ ଶୀତ ମଧ୍ୟ ଅନୁଭୂତ ହେଉଛି। କିନ୍ତୁ ଆମେ ଯଦି ଦେଖିବା ସ୍ପଷ୍ଟ ଦିନରେ ଯେଉଁଭଳି ରହିଛି, ଦିନରେ ପ୍ରବଳ ଗରମ ରହିଛି। କିନ୍ତୁ ଆଜି ସକାଳୁ ସକାଳୁ ଆଜି ଦୃଶ୍ୟ ମଧ୍ୟ ଦେଖିବାକୁ କିଛି ଗରମ ରହିଥିଲା ଏବଂ ଆକାଶ ମେଘାଚ୍ଛନ୍ନ ରହିଥିଲା। ହାଲକାରୁ ମଧ୍ୟମ ଧରଣର ଝିପିଝିପି ବର୍ଷା ଏବଂ ତାହା ସହିତ ହାଲକାରୁ ମଧ୍ୟମ ଧରଣର ବର୍ଷା ସହିତ ସମ୍ଭାବନା ଥିବାରୁ ଭାରତୀୟ ପାଣିପାଗ ତାର ପୂର୍ବାନୁମାନ କରିଛି। ପାଖାପାଖି ଆହୁରି 3 ଦିନ ଧରି ଓଡ଼ିଶାରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷାର ସମ୍ଭାବନା ଥିବାରୁ ଭାରତୀୟ ପାଣିପାଗ ତାର ପୂର୍ବାନୁମାନ ମଧ୍ୟ କରିଛି। କିନ୍ତୁ ଆଜି ଏବଂ ଯାହା ଆକଳନ କରିଛି 10 ତାରିଖ ଭିତରେ ପାଗ ତ ଶୁଖିଲା ରହିବ ମୁଖ୍ୟତଃ, କିନ୍ତୁ ମୁଖ୍ୟ ରହିଥିବା ପୁଣି 10 ରହିଲା ପରେ ପୁଣି 11ରେ ବର୍ଷାର ସମ୍ଭାବନା ରହିଥିବାର ଆକଳନ ମଧ୍ୟ କରୁଛି। କିନ୍ତୁ 10ରୁ 11 ପର୍ଯ୍ୟନ୍ତ ଓଡ଼ିଶାର ପ୍ରବଳ ବର୍ଷାକୁ ନେଇ ଯେଉଁ ସତର୍କ ସୂଚନା ଜାରି କରିଥିଲା ଭାରତୀୟ ପାଣିପାଗ ବିଭାଗ ତାହା ମଧ୍ୟ ସ୍ପଷ୍ଟ ହୋଇଛି। କିନ୍ତୁ ଆକାଶ ମେଘାଚ୍ଛନ୍ନ ସହିତ ମଧ୍ୟମ ଧରଣର ବର୍ଷା ଏବଂ ଝିପିଝିପି ବର୍ଷା ସହିତ ବିଜୁଳି ଘଡ଼ଘଡ଼ି ସହିତ ବର୍ଷାର ସମ୍ଭାବନା ଥିବାରୁ ଭାରତୀୟ ପାଣିପାଗ ତାର ପୂର୍ବାନୁମାନ ମଧ୍ୟ କରିଛି। ଦର୍ଶକ ବନ୍ଧୁ କିଛି ଦୃଶ୍ୟ ମାଧ୍ୟମରେ ଆମେ ଦେଖାଉଛୁ ସକାଳର କିଛି ଅନେକ ଜିଲ୍ଲା ରହିଛି ଯେଉଁଭଳି ରହିଛି ଢେଙ୍କାନାଳ, ପାରାଦୀପ, ସମ୍ବଲପୁର, ବରଗଡ଼, ସମ୍ବଲପୁର ଏହି ସ୍ଥାନମାନଙ୍କରେ ଆଂଶିକ ବର୍ଷା ବା ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷାକୁ ନେଇ ମଧ୍ୟ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ଦର୍ଶକ ବନ୍ଧୁ କିଛି ଭିଜୁଆଲ ମାଧ୍ୟମରେ ଆମେ ଦେଖାଉଛୁ, ଆମେ ଲାଇଭ୍ ଭିଜୁଆଲ ଯେଉଁଠି ବର୍ଷା ସହିତ ବିଜୁଳି ଘଡ଼ଘଡ଼ି ସହିତ ବର୍ଷାର ସମ୍ଭାବନା ରହିଛି।